ଘରର ପୁଅ ମାନେ ଯିଏକି ଟିକେ ବଡ଼ ମାନେ ଯେତେବେଳେ ସେ ପଇସା ଇନକମ୍ କରିବାର ଗୋଟେ ଇଏ କରିବ ନା, ତାର ଗୋଟେ ଦାୟିତ୍ୱ ଆସିବ, ସେତେବେଳେ ସେ ଘରୁ ବାହାରିଯିବ ହେଲା ପଇସା ପାଇଁ। ତ କେଉଁଠି ପଇସା ମିଳିବ ତାହେଲେ ଖାଲି ଗୋଟେ ଚିନ୍ତା ଥାଏ, ପଇସା କେଉଁଠି ପାଇବେ। ସେ ଦୁଃଖ ତ କେହି ବୁଝିବେନି ନା। ପୁଅ କେଉଁଠି ଅଛି, କ'ଣ କରୁଛି, ଖାଇଛି କି ନାହିଁ, କେତେ ପଇସା ପାଉଛି। ତ ସେଇଟା ଗୋଟେ ଯେଉଁମାନେ ବାହାରେ ଅଛନ୍ତି କାମ କରୁଛନ୍ତି ନା, ସେମାନେ ହିଁ ଜାଣିଥିବେ ମାନେ କ'ଣ କେମିତି ଆରେଞ୍ଜ କରୁଛନ୍ତି ଘରକୁ ପଇସା ପତ୍ର। କିନ୍ତୁ ଘର ଲୋକ ସେଇଟା ବୁଝିବେନି। ସେମାନେ ପୁଅ କ'ଣ କରୁଛି, କେଉଁଠି ଅଛି, କାଲି ତାଙ୍କର ପଇସା ଖାଲି ଗଣିଥିବେ। ଧର ଆପଣ ଘରକୁ କହିଥିବେ ମୋତେ ମୁଁ ମାସକୁ 500 ମାନେ 5,000 କି 10,000 ଇନକମ୍ କରୁଛି, ଘର ଲୋକ ସେଇଟାକୁ ଜାଣିଥିବେ। ତ ତାଙ୍କର ମାଇଣ୍ଡ ସେଟ୍ କରିଦେଇଥିବେ ଘର ଲୋକ, ତ ଆମ ପୁଅ ମାସ ସରିଲା ବେଳକୁ 500 ଟଙ୍କା ପାଇବ, ତମ ପଇସା ମାଗିବା। ତ ମାସ ସରୁଛି ନା ନାହିଁ, ଆଉ 2-3 ଦିନ ଥିବ ଫୋନ୍ ଆସିବ ଘରୁ, କହ ଆଉ ପଇସା ପାଇଲୁ ନା ନାହିଁ, ଟିକେ ଦରକାର ହେଉଥିଲା, ସେଠି ଆମେ ଧାର ଆଣିଥିଲେ କି ଗୋଟେ ପଇସା ଦରକାର ହେଉଥିଲା, ଆମକୁ କହିଥିଲେ ପଇସା ଟିକେ ପଠା। କିନ୍ତୁ ପୁଅ ସେଠି ମାସର କାମ କରିଛି କି ନାହିଁ, ତାକୁ କାମ ପାଇଛି କି ନାହିଁ, ସେଟା ସେମାନେ କିଛି ବୁଝିବେନି ସେ କଥା। ତ କ'ଣ କରିବା, ଏଇଟା କେବଳ ପରା ମୁଁ କହିଲି ଯେଉଁମାନେ ବାହାରେ ଅଛନ୍ତି ନା, ସେମାନେ ଏଇ ଦୁଃଖ ଜାଣିଥିବେ। ଯେ ଗୋଟେ ପୁଅ ପିଲାର ଜୀବନ ଯେତେବେଳେ ତାର ଏଜ୍ ହେଇଯାଏ ଇନକମ୍ କରିବାର, ତାପରେ ତାର ଷ୍ଟ୍ରଗଲ୍ ଆରମ୍ଭ ହୋଇଯାଏ। ତ ସେ କ'ଣ କେମିତି ପଇସା ଦୁଇ ପଇସା ପାଇବ, ସେ ଆଶାରେ ସେ ଘରୁ ବାହାରିଯାଏ। କିନ୍ତୁ କେଉଁଠି ସେ ଶାନ୍ତି ପାଏନି ହେଲା। ଯେ ପର୍ଯ୍ୟନ୍ତ ତାର ସଂସାର ବୋଝ ଅଛି ତା ମୁଣ୍ଡ ଉପରେ, ତାର ମରିବା ପର୍ଯ୍ୟନ୍ତ ନ ପାଇବା ଠିକ୍ ହେବ। ସେମିତି ଆପଣମାନେ ଜାଣିଥିବେ, କ'ଣ କରିବେ। ଆପଣମାନେ ଯଦି କାମ କରିଥିବେ, ପୁଅ ଘର ହେଇଥିବ, ବଡ଼ ପୁଅ ଯେ ପୁଅ ଆପଣ ଦାୟିତ୍ୱବାନ ଗୋଟେ ପୁଅ ହେଇଥିବେ ନା, ଏ କଥା ଆପଣ ଭଲ କି ରିଏଲାଇଜ୍ କରିପାରୁଥିବେ ଗୋଟେ ପୁଅ ପିଲାଙ୍କ ଜୀବନ କେମିତି ବୋଲି।